ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପତ୍ରାପୁର ଗ୍ରାମରେ ପ୍ରତିଷ୍ଠିତ କିମ୍ବଦନ୍ତୀପୂର୍ଣ୍ଣ ତୁମ୍ବେଶ୍ୱର ମହାଦେବଙ୍କ ପୀଠରେ ରାଜ୍ୟ ଦେଶ ସହ ବିଶ୍ୱର ମଙ୍ଗଳ ଲାଗି ମହାଯଜ୍ଞ ଅନୁଷ୍ଠିତ ହୋଇଛି। ସୋମବାର ଏହା ଷଷ୍ଠ ଦିବସରେ ପହଞ୍ଚିଥିବା ବେଳେ ଏହି ଯଜ୍ଞର ଉଦ୍ଦେଶ୍ୟ ଏବଂ ନାମକରଣ ବିଶେଷ ମହତ୍ତ୍ୱ ରହିଛି। ଏହା କଳି କଳୁଷ ନାଶ ବିଶ୍ୱସାଥୀ ମହାଯଜ୍ଞ ନାମରେ ନାମିତ ହୋଇଛି। ବର୍ତ୍ତମାନ କଳିଯୁଗରେ ରାଜ୍ୟ ତଥା ଦେଶରେ ଅସାମାଜିକ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ସମସ୍ତେ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ଅଶାନ୍ତର ବାତାବରଣ ସୃଷ୍ଟି ହୋଇ କଳୁଷିତ ହୋଇପଡ଼ିଛି। ଏଣୁ ଏହି କଳୁଷିତ ନାଶ କରି ଶାନ୍ତିର ବାତାବରଣ ରକ୍ଷା କରିବା ଲାଗି ବିଶ୍ୱ ପିତା ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ନିକଟରେ ଗ୍ରାମବାସୀ ଶରଣାପନ୍ନ ହୋଇ ବିଶ୍ୱରେ ଶାନ୍ତି ଲାଗି ଯଜ୍ଞର ଆୟୋଜନ କରିଥିବା ବରିଷ୍ଠ ବ୍ୟକ୍ତି ତଥା ଯଜ୍ଞର କର୍ତ୍ତା ନରସିଂହ ମିଶ୍ର ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରତ୍ୟେକ ନାମଯଜ୍ଞ, ଘୃତଯଜ୍ଞ, ଜ୍ଞାନଯଜ୍ଞ, ଗୋଯଜ୍ଞ ଓ ଅନ୍ନଯଜ୍ଞ ଆଦି ଚାଲିଛି। ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଭକ୍ତମାନେ ଆସି ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏଥିରେ ମୁଖ୍ୟ ବକ୍ତା ଭାବେ ନରସିଂହ ମିଶ୍ର ଓ ତାଙ୍କ ପତ୍ନୀ ରହିଥିବା ବେଳେ 50ରୁ ଉର୍ଦ୍ଧ୍ୱ ପଣ୍ଡିତ ବ୍ରାହ୍ମଣ ଯୋଗ ଦେଇଛନ୍ତି। ଏହାକୁ ଯଜ୍ଞ କମିଟିର ଉପଦେଷ୍ଟା ପଦ୍ମଚରଣ ପଟ୍ଟନାୟକ, ସଭାପତି ଗୌରଶଙ୍କର ରାଉଳ, ସୁଦର୍ଶନ ନାୟକ ପ୍ରମୁଖ ସମେତ ସମସ୍ତ ଗ୍ରାମବାସୀ ଏକାଠି ପରିଚାଳନା କରୁଛନ୍ତି। ଗଞ୍ଜାମରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ, ଏୱାନ୍ ଓଡ଼ିଶା।